চিতা চৈতন কাটি ভগবানে দেখা দিকে চাতর এটি আগে দেখিলে প্রতি ঘরে মাଳ মাଳ ঠাকুর 33 কোটি দেবতা রখিছন্তি। আমি এতে ঠাকুর কাহিকি রখନ୍ତି আজ্ঞା না কারণ ଆମର 33 কোটি দেবতা তেଣୁ ସମସ୍ତଙ୍କୁ ରଖିବାକୁ ପଡ଼ିବ। କିନ୍ତୁ ଆଜ୍ଞା ସବୁ ସ୍ୱାସ୍ଥ୍ୟ ଏଠି ସବୁ ସ୍ୱାସ୍ଥ୍ୟ ଆଜ୍ଞା ଆଜି ଜଗତରନାଥ ଜଗନ୍ନାଥଙ୍କୁ ଡାକୁଥିବେ हे प्रभु जगन्नाथ मो पुओटा टिके भलो मार्क रखि पास कर दियो मो पुओटा टिके भलो मार्क रखि पास कर जाउ तार गोटा चाकरी टी हेइ दिबो आगे जगन्नाथ मंदिर को जाउ नथुवे डेली डेली दौड़िबे प्रभु को पाखरे अभिया पड़िबे जेते पिला टिके परीक्षा सरी जिवो से पर्यंत आगे दौड़िबे प्रभु को पाखरे दुआरी गणिबे जेते रिजल्ट बाहरी जिवो पुओटा फेल हेइ जाई आउ जगन्नाथ मंदिर को से जीवो कम पुओ फेल है ना केते दौड़ी दौड़ी ठाकुर पाखरे केते कदली नड़िया भोग देकी मु नयंत हेली हेले मो पुओटा फेल हे गेला आउ से जगन्नाथ भगवान हमर पूजा हो तापर आगे किछि दिन शिव पूजा करियो शिव को मंदिर को आगे डेली डेली दौड़ी खीर बेल पत्र धरि सकाळ आगे शिव मंदिर रे हाजर काई कि ना स्वास्थ्य अछि आगे प्रभु डाकिले प्रभु मोर गोटे पुओटे हो प्रभु आपण जा कहबे घर्षण फर्षण जा कहबे ता करिबे हम फंजी देकी घर्षण करिबे तेणु मोर गोटे पुओटे हो जति आगे किछि दौड़ी दौड़ी शिव मंदिर को पुओटे न हे कि झियोटे हे गला आउ शिव मंदिर को से जीवो तेणु इति जो ठाकुर डाक न सुनिला से ठाकुर हमर नुह एठी सब स्वास्थ्य आज्ञा आज यदि ठाकुर डाक न सुनिला से हमर तेणु एठी भाव भक्ति सब किछि लोक पाई जाय छै धरम गण नदारी रौला परम भक्ति मसी धरम गण नदारी रौला परम भक्ति मसी धरम भक्ति कहिला चिरंतन कोटि दुखी हसी ये मनीष स्वास्थ्यकर नुह आम जो छोटियाटे होते माँ पाखु क्षीर खाऊ
ସେତେବେଳେ ଆମେ ମା ଛଡା ଦୁନିଆରେ କାହାକୁ ଜାଣି ନଥିଲେ ଆଜ୍ଞା, ଖାଲି କହୁଥିଲେ ଆମ ମା ହଉଛି ସବୁଠାରୁ ବଡ। ତେଣୁ ଯେତେବେଳେ ଟିକେ ବଡ ହେଇଗଲେ ମା ପାଖରୁ କ୍ଷୀର ଛାଡ଼ିଥିଲେ, ସେତେବେଳେ କଣ କରେ ମଣିଷ ନା ବାପାଙ୍କ ହାତକୁ ଧରି ପକେଇଲା। ଯେତେବେଳେ ବାପାଙ୍କ ହାତକୁ ଧରି ପକେଇଲା, ବାପା କଣ କଲେ ତାର ସବୁ ଅଳି ଅଛଟ ପୂରଣ କଲେ। ବାପା ବହି ନାଇ ଦିଅ ଦେଲେ, ବାପା ଡ୍ରେସ ନାଇ ଦିଅ ଦେଲେ, ବାପା ଖେଳନା ନାଇ ଦିଅ ଦେଲେ, ବାପା ସାଇକେଲ ନାଇ ଦିଅ ଦେଲେ। ତାପରେ ପିଲା କହିଲା ମୋ ବାପା ଠାରୁ ଦୁନିଆରେ ବଡ କେହି ନାହିଁ। ମୋ ବାପା ହଉଛନ୍ତି ସବୁଠାରୁ ବଡ, ମୋ ବାପା ହଉଛନ୍ତି ଜ୍ଞାନୀ, ମୋ ବାପା ହଉଛନ୍ତି ପଣ୍ଡିତ, ମୋ ବାପାଙ୍କ ଭଳିଆ ଦୁନିଆରେ କେହି ନାହାନ୍ତି। ସେଇ ପୁଅ ଆଜ୍ଞା ଟିକେ ଯେତେବେଳେ ବଡ ହେଇଗଲା, ଯୋଉଦିନ ବାପା ହାତ ଛାଡିକି ସ୍ତ୍ରୀ ହାତକୁ ଧରି ପକେଇଲା, ତାପରେ ବାପା କଥା ଗୁଡା ସବୁ ଚିନ୍ତା ପିତା ଲାଗିଲା। ଯେତେବେଳେ ବାପା କହିଲେ ବାବାରେ ଗଲୁ ସେଇ କାମଟା କରିଦେବୁ, କହିବେ ତମେ କାହିଁକି ପାଟି କରୁଛ, ତମେ ଚୁପଚାପ ହେଇକି ବସିବ କାହିଁକି, ତମେ ଦୁନିଆ ବିଷୟରେ କଣ ଜାଣିଛ, ତମେ ଚୁପଚାପ ହେଇକି ବସ, ବଲେ ଭିଡ଼ କରିଦେବେ ନାମ ରଖୁ। କୋଉ ଆଜ୍ଞା ବାପା ମାକୁ ଭିନ୍ନ କରିଦେଲାଣି, ତ ଆଉ କିଏ ପୁଣି ଆଜ୍ଞା ବାପା ମା ସନ୍ତୋଷ ତ୍ୟାଗ କରି ଯେତେବେଳେ ବୁଢା ବୁଢୀ ହେଇଯିବେ, ପିଲାଟି ଚାକିରି ବାକିରି କରି ଆଜ୍ଞା ତା ସ୍ତ୍ରୀ ଛୁଆ ପିଲାକୁ ନେଇକି ବାହାରେ ରହିବ। ତାପରେ ବାପା ମାକୁ ଡାକି ନେଇଯିବ, କାହିଁକି ନା ଗାଁ ଲୋକ କହିବାରେ ତ ବାପା ମା ଦିଟା ହଇରାଣ ହଉଛନ୍ତି, ନେଇଯା ତାଙ୍କ ପାଖକୁ। ତେଣୁ ତା ପାଖକୁ ନେଇଯିବ। ତାପରେ କିଛି ଦିନ ପରେ ଶୁଣିଲା ବେଳକୁ ବାପା ମା ଦି ଜଣ ଯାଇକି ରହିଥିବେ କୋଉଠି, ଆଉ ତା ପାଖରେ ନଥିବେ, ପୁଅ ପାଖରେ ନଥିବେ, ସିଧା ଯାଇକି ବୃଦ୍ଧାଶ୍ରମରେ। ତେଣୁ ଆମ ଭଗବାନ କି ଆମେ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି ଆଜ୍ଞା। ଆଜି ହରିବଂଶ ମାଧ୍ୟମରେ ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, ଯେତେବେଳେ ନନ୍ଦ ଯଶୋମତୀ ଦୁଇ ଜଣ ଯେତେବେଳେ ପଥର ମୂର୍ତ୍ତିରେ ପୂଜା କରୁଥିଲେ, ଯେତେବେଳେ ପଥରରେ ପୂଜା କରୁଥିଲେ, ସେତେବେଳେ ପଚାରୁଛନ୍ତି ପ୍ରଭୁ ଶ୍ରୀକୃଷ୍ଣ, ମା ତମେ କାହାକୁ ପୂଜା କରୁଛ, ମତେ ବହୁତ ଭୋକ ହେଲାଣି, ମତେ ଖାଇବାକୁ ଦିଅ। ସେତେବେଳେ ମା କହୁଛନ୍ତି ବାବୁରେ ଟିକେ ଠାକୁର ପୂଜା ସରିଯାଉ। କହିଲେ କି ଠାକୁର, କହିଲେ ୟାଙ୍କ ନା ଜନାର୍ଦ୍ଦନ, ତାଙ୍କ ନା ନାରାୟଣ, ତାଙ୍କ ନା ଶିବ, ତାଙ୍କ ନା ଏମିତି ସବୁ ହିସାବ କଲେ। କହିଲେ ମା ତମେ ତାକୁ ପୂଜା କାହିଁକି କରୁଛ, କହିଲେ ତାକୁ ପୂଜା କଲେ ସେ ସବୁ କିଛି ଦେଇଦେବେ। କହିଲେ ତାହେଲେ ମତେ ଭୋକ ହଉଛି, ତାହେଲେ ମୁଁ ଯଦି ତାକୁ ମାଗିବି ସେ ମତେ ଦେବେ। କହିଲେ ହଁ ଦେବେ। ବାବାରେ ତୁ କିଛି ସେ କଥା କହନା, ଠାକୁରଙ୍କୁ ସଦାସର୍ବଦା ଭକ୍ତି କର। କହିଲେ ମା ମୁଁ ଯାଉଛି ତାକୁ ମାଗିବି। ତେଣୁ ଠାକୁର ପାଖରେ ଯାଇକି ମୁଣ୍ଡ ବାଡେଇଲେ, ହେ ଠାକୁର ମତେ ଖାଇବାକୁ ଦେ, ମତେ ଭୋକ ହଉଛି, ଖାଇବାକୁ ଦେ। ମୁଣ୍ଡଟାକୁ ବାଡେଇ ଦେଲେ, ହେ ଠାକୁର ମତେ ଖାଇବାକୁ ଦେ, ପୁଣି ବାଡେଇ ଦେଲେ। ଯେତେବେଳେ ବାଡେଇ ବାଡେଇ ମୁଣ୍ଡଟା ଫାଟିଗଲା, ସେତେବେଳେ ମା ହାତଟାକୁ ଥୋଇଦେଲେ। କହିଲେ ତ ମୁଣ୍ଡଟା ଫାଟିକି କଣ ହେଲାନି ରେ ବାବା, ଚାଲେ ମୁଁ ତତେ ଖାଇବାକୁ ଦେବି, ଚାଲେ। କହିଲେ ମା ମୁଁ ପଥର ମୂର୍ତ୍ତି ପାଖରେ ମୁଣ୍ଡ ବାଡେଇ ବାଡେଇ ଫଟେଇ ସାରିଲିଣି, ଇଏ ମତେ ଖାଇବାକୁ ଦେଲାନି, ଅଥଚ ମୋ ମୁଣ୍ଡ ତଳେ ତୁ ହାତଟାକୁ ରଖି ମୋ ମୁଣ୍ଡ ଫାଟିବାରୁ ତୁ ବଞ୍ଚେଇ ଦେଲୁ। ଆଉ ଏଥିରେ ମୋ ଭଗବାନ କିଏ ବା? ମୁଁ ଯଦି ଆଜି ମୋ ମା ବାପାଙ୍କର ପାଦକୁ ସେବା କରିବି, ପୂଜା କରିବି, ତାହେଲେ ଏଇ ପଥର ମୂର୍ତ୍ତିରୁ ଠାକୁର ଆସି ମତେ ଆଶୀର୍ବାଦ କରିବେ। ଆଉ ଯେ ପର୍ଯ୍ୟନ୍ତ ମୋ ମା ବାପାଙ୍କର ପାଦକୁ ପୂଜା ନ କରିଛେ, ସେ ପର୍ଯ୍ୟନ୍ତ କୋଉ ଦେବତା ଶୁଣିବେନି। ତେଣୁ ତମେ ଦୁଇ ଜଣ ହଉଛ ମୋ ଠାକୁର, ମୋ ଠାକୁରାଣୀ। ତେଣୁ ସେମିତି ଆଜ୍ଞା ଆମେ ଆଜି ବାପା ମାକୁ ଚିହ୍ନି ପାରିଲେ। ବୃଦ୍ଧାଶ୍ରମରେ ବାପା ମା କାନ୍ଦୁଛନ୍ତି। ଯୋଉ ପିଲା ବାପାକୁ ଛାଡ଼ିଲା, ମାକୁ ଛାଡ଼ିଲା, ସାଙ୍ଗ ଛାଡ଼ିଲା, ସାଥୀ ଛାଡ଼ିଲା, ଯୋଉ ସ୍ତ୍ରୀ କି ନିଜର କଲା, ସେ ସ୍ତ୍ରୀ ଆଜି ପୁଣି ଆଜ୍ଞା ଦେଖୁଥିବେ ସୋସିଆଲ ମିଡିଆ ମାନଙ୍କରେ କେତେ ଲୋକ ଆଜ୍ଞା, କେତେ ସ୍ତ୍ରୀ ଦେଖିବେ ଆଜ୍ଞା ସ୍ୱାମୀ କି ଛାଡ଼ି, ସଂସାରକୁ ଛାଡ଼ି ପର ପୁରୁଷ ସାଙ୍ଗରେ ଆଜ୍ଞା ଫେରାର ହେଇଗଲେ। ତାହେଲେ ବିପଦ ଯେତେବେଳେ ଆସୁଛି, ସେତେବେଳେ କହୁଛନ୍ତି ଦେବତା ଆଉ ମନ୍ଦିରରେ ନାହାନ୍ତି, ଆଉ ଠାକୁର ଫାକୁର ନାହାନ୍ତି। ଭୁଲ କରିବା ଆମେ, ଦୋଷ ଦେବା ଆମ ପ୍ରଭୁ। ତେଣୁ କଳିର ଶେଷ ସମୟ ଆସିଗଲାଣି ଆଜ୍ଞା। ଏବେଠାରୁ ଯଦି ଆମେ ସତର୍କ ନ ହେବା, କେହି ଆମକୁ ରକ୍ଷା କରିପାରିବେନି। କଳି ଶେଷ ବେଳ ହେଲା, କଳି ଶେଷ ବେଳ ହେଲା, କପାରନ୍ତି କେହି ଭାରି, ହୀରା ସଜ ସଜ ନଦୀରେ ସଜ ରାକ୍ଷସକୁ ଭଲେ ମଳି।
तेणु एमिति जदि सबुदिन चलिबो आउ अल्प दिन पर देखिबे आज्ञा कोन हबो लक्ष लक्ष जल मरिबे आखिरे देखिबे तुही लक्ष लक्ष जल मरिबे आखिरे देखिबे तुही धर्म को पाळी रखिबे जते जन ससुनी हलो सेई भजन रे कृष्ण सपरा रे कृष्ण सपरा रे कृष्ण सपरे भजन रे कृष्ण सपरा रे कृष्ण सपरा रे कृष्ण सपरे कृष्ण सपरा रे कृष्ण भजन रे कृष्ण सपरे भजन रे कृष्ण सपरा रे कृष्ण भजन रे कृष्ण सपरे भजन रे कृष्ण सपरा रे कृष्ण भजन रे कृष्ण सपरे भजन रे कृष्ण सपरा रे कृष्ण भजन रे कृष्ण सपरे स्वागत करी मंच पर को शरद चंद्र महापात्र सार को जगह कमिटर आवाहक अच्छा आज आम कार्यक्रम रे तना को समर्थित करेंगे जोरदार करताल द्वारा स्वागत करने समस्त श्रोता बंधु मान अनुरोध करी भावरे भावरे महाप्रभु माटी गोटे सुंदर करताल आस समस्त पाखर जय जगन्नाथ जय माँ सूर्य शौचम बलमार्थे इंदु इंद्र पदवी मंगल च सुमंगलम बुद्ध च सबुधे गुरु च गुरुणाम शुक्र सुतं च शनि राहु बाहु बल करति नियतम केतु च पुरोन्नते सर्वे प्रीतिकरा भवन्तु भवने सर्वानुकूलकरा मु आज देव बाबू शिव प्रसाद बाबू मु ठाकुर पाखे भक्ति बाढ़ी ये जो भाग्य आकाश रे 9टी ग्रह रही समस्त भाग्य को नियंत्रण करुचंती से तांको पई अनुकूल होंतु आओ मो माँ सिद्ध कनके करंतु तांको कल्याण करंतु मु माँ भौणी माने मोर समस्त को अनुरोध करी मु कथाटी रखिबे जेते बेले मु कहबे टिके हरिबोल हुलाहुली सहित समर्थन करिवे प्रभु आज तांकर समस्त जो आसीचंदे बाबू माने तांको सहित रे समस्त को मंगल करंतु माँ कल्याण करंतु आउ तांकर सुनाम सबु आड़ को बढ़ी जाऊ बोल सर्वे आनंद एक बार हरि बोलो जय जगन्नाथ गोटे कथा देखा मिलूँ आज्ञा प्रभु दरबार आपण समस्त बसी प्रभु नाम नेला बेले किछि